ଆଜି ମୁଁ ସକାଳୁ ସକାଳୁ ଗୋଟେ ଚୋରଣୀକୁ ଧରିନେଲି ଛାତ ଉପରେ। ସେ ଚା କପ୍ ଧରିକି ମୁଁ କହିଲି ଚା କୁଆଡ଼େ ଗାୟବ ହେଇଯାଉଛି। ଦେଖିଲା ବେଳକୁ ଚା ଆଣିକି ପିଉଛି। ମୁଁ କହିଲି ତୁ ଛୋଟ ଛୁଆଟେ ତୁ ସକାଳୁ ସକାଳୁ ଚା କାହିଁ ପିଉଛୁ? ନା ମୋତେ ଚାଟା ବଢ଼ିଆ ଟେଷ୍ଟ ଲାଗୁଛି। ମୁଁ କହିଲି ତୁ ହର୍ଲିକ୍ସ ପିଇବା ବୟସରେ ତୁ କ'ଣ ଯାଇକି ଚା ପିଇବୁ? କହିଲା ମୁଁ ଚା ପିଇବୁନି ତ ଆଉ କ'ଣ କରିବୁ? ମୋତେ ତ ହର୍ଲିକ୍ସ ଆଣିକି ଦେଉନ, ମୁଁ ତ ଚା ପିଇବି। କ'ଣ ହେଲା ସେଇଠୁ? ସେଠି ତ ମୋ ପାଟି ପୁରା ବନ୍ଦ। ମୁଁ କ'ଣ କହିବି ଆଉ ତାକୁ? ହର୍ଲିକ୍ସ ଯେତେବେଳେ ଦେଉନାହିଁ ସେ ତ ଚା ତ ପିଇବ ଆଉ। କ'ଣ ଆପଣଙ୍କ ଘରେ ଏଇଭଳିଆ ପିଲାମାନେ କ'ଣ ଚା ପିଉଛନ୍ତି ସକାଳୁ ସକାଳୁ? ଆଉ ଜଣେ ତାର ଝାଡ଼ୁ ଫାଡ଼ୁ ଧରି ଚାରିପଟେ ଖାଲି ବୁଲୁଛି। କ'ଣ କରିବ ସିଏ? ଦେଖନ୍ତୁ ସିଏ କ'ଣ ହେଇଠି କରୁଛି କାନ୍ଥ ପାଖରେ ଯାଇକି। ସିଏ ତାର ମନ ଇଚ୍ଛା ତାର ଝାଡ଼ୁ ମାରୁଛି, ଜୋତା ତଳ, ଛାତ ଉପର, ପାପୋଛ ତଳ। ତାର କ'ଣ ତାର ଖରକି ଫରକି ଚାଲିଛି କହିନାହିଁକିନା ଖାଲି ରାଗିଯିବ ସିଏ। ଇଏ ତା ଜବରଦସ୍ତି ତାକୁ ଚା ପିଇ ଦେଉଛି। ମୋ ସାନ ଝିଅ ତାକୁ ମନା କଲା। ପୁଣି ଥରେ ତାକୁ ଜବରଦସ୍ତି ତାକୁ ଚା କଲା ପିଇ ପିଇ ପିଇ। ଏଇଲୋ ମା ତାକୁ ପହଁରା ଉଠେଇଦେଲା ଦେଖିଲେ। ଇଏ ଡାକି ଡାକି ମାଡ଼ ଖାଇବ ଆଉ। ତାପରେ ଦେଖିଲାକୁ ମୋ ବଡ଼ ଯାଆର ପୁଅ ଏଇଠି ତାର କ'ଣ ଠିଆ ହେଇକି ତାର ଦେଖୁଛି। ତାପରେ ଦେଖିଲାକୁ ମୋ ସାନ ଯାଆର ଝିଅ ଦେଖିଲାକୁ ଗିଗି କରୁଛି ଏଠି ରେ। ଇହି ମାଲୋ ମା କେତେ ଗିଗି କରିଦେଇଛି। ଇଏ ତାର ଗଳି ଗଳିଆ ତାକୁ ଅନଉଛି। ମୁଁ କହିଲି କ'ଣ ଦେଖିପାରୁନି କି କ'ଣ? ମୁଁ ତତେ ଦେଖେଇଦେବି ଭଲ ଜିନିଷ କ'ଣ ଦେଖିବାନି ଟେଷ୍ଟ କରିଦେବୁ ଟିକେ ଆଣି। କ'ଣ ଦେଖୁଛି ସେ ଗଳି ଗଳିକା। ମୁଁ ଜବରଦସ୍ତି ତାକୁ କହିଲି ଚାଲ ଚାଲ ଦେଖିବା ତାହେଲେ ଟିକେ ଟେଷ୍ଟ କର ନହେଲେ। ସିଏ ନା ନା କହି ଜବରଦସ୍ତି ମୋ ହାତ ଛାଟିକି ପୁରା ଦୌଡ଼ିକି ପଳେଇ ଯାଇକି ଦୌଡ଼ିକି ଯାଇକି ବେଡ଼୍ ଉପରେ ବସି ପଡ଼ିଲା। ଆଉ ଧରା ଛୁଆଁ ହିଁ ମୋତେ ଦେଲାନି। ମୁଁ କହିଲି ଆସେ ନହେଲେ ଟିକେ ଟେଷ୍ଟ କରିଦେବୁ କ'ଣ ହେଇଛି। ମୁଁ ବି ମୋ ସାନ ଝିଅକୁ ପଚାରିଲି ତୁ ଦେବୁ ଗିଗି? ସେ ସାଙ୍ଗେ ସାଙ୍ଗେ ମନା କରୁଛି ନା ନା ମୁଁ ଗିଗି ଦେବିନି। ମୁଁ ଟିକେ ନହେଲେ ଗିଗି ଦେ। ଦିବ୍ୟ ଭାଇ ଟିକେ ଟେଷ୍ଟ କରିବ ଟିକେ ଗିଗି ଦେ। ସେ ମନା କଲା। ସିଏ ବି ଯାଇକି ଲୁଚି ବସି କୁଆଡ଼େ ଗିଗି ଦେଇଦେବ ତି। ଇଏ ପୁରା ରାଗିଗଲାଣି ଯେ ମୁଁ ଗିଗି ଦେବିନି, ନା ମୁଁ ଗିଗି ଦେବିନି। ତା ଗିଗିଟା ପୁରା ଅମୂଲ୍ୟ ସମ୍ପଦ, ସେ କାହାକୁ ଦେବନି। ଆପଣଙ୍କ ଘରେ ପିଲାମାନେ କ'ଣ ଏଇଭଳିଆ ହେଉଛନ୍ତି? ମୋତେ କମେଣ୍ଟ ବକ୍ସରେ ଜଣାଇବେ।